ଇଲୁଖୁଣ୍ଟିଆ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମର ଅଧ୍ୟକ୍ଷ। ଆଜି ରଜ ମହୋତ୍ସବ ଆଜି ଆପଣ ଦେଖୁଛନ୍ତି ଆମେ ଦେଖିବାକୁ ପାଇଲୁ ଏକ ନିଆରା ଢଙ୍ଗରେ ବୃଦ୍ଧାଶ୍ରମର ମହାନତାର ସହିତ ଆପଣ ଗୋଟେ ରଜ ଉତ୍ସବ ପାଳନ କରୁଛନ୍ତି। ଆଉ ସମସ୍ତଙ୍କ ବୃଦ୍ଧା ବୃଦ୍ଧିମାନଙ୍କର ମୁଖରେ ଆପଣ ହସ ଫୁଟେଇ ପାରୁଛନ୍ତି, ତାକୁ ନେଇ କେତେ ଗର୍ବ ଓଡ଼ିଶାର ଗଣପର୍ବ ରଜ ପର୍ବ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ନିଆରା ଭାବରେ ପାଳନ କରାଯାଉଛି। ସମସ୍ତେ ମଉସା ମାଉସୀଙ୍କର ଆଜି ଗେଟ ପୁରା ଚେଞ୍ଜ ହେଇଛି। ସମସ୍ତେ ଗୋଟେ ଧୋତି ଗାମୁଛା ଗଞ୍ଜି ପିନ୍ଧିଛନ୍ତି, ମାଆ ମାନେ ଲୁଗା ପିନ୍ଧିଛନ୍ତି। ଏଇଟା ରଜ ପର୍ବ ଯେଉଁମାନେ ସେମାନେ ଯେତେବେଳେ ତାଙ୍କ ବୟସରେ କରୁଥିଲେ ଆଜି ସେମାନଙ୍କର ମନେ ପଡ଼ୁଛି। ପୋଡ଼ପିଠା ଆମେ କାଟିଲୁ ସକାଳେ ଟିକେ ପ୍ରଥମରୁ, ତେଣୁ ରଜ ସମସ୍ତେ ଦୋଳି ଖେଳିଲେ, ପିଲାମାନେ ବି ବହୁତ ନାଚ ଗୀତ କରୁଥିଲେ। ତେଣୁ ରଜ ପ୍ରୋଗ୍ରାମକୁ ଆମେ ଓଡ଼ିଶା ସରକାରଙ୍କର ଯେଉଁ ସଂସ୍କୃତି ସାହିତ୍ୟ ବିଭାଗ କଲଚର ବିଭାଗ ଅଛି ତାର ସହାୟତାରେ ସମସ୍ତ ଓଡ଼ିଶା ସାରା ମଧ୍ୟ ରଜ ପର୍ବ ପାଳନ ହେଉଛି, ଆମେ ମଧ୍ୟ କରୁଛୁ। ତେଣୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବି, ସମସ୍ତେ ରଜ ପର୍ବ ପାଳନ କରନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ମୋ ନାଁ ମନୀଷା, ମୁଁ ଏଇଠି ପିଲାଙ୍କୁ ପାଠ ପଢ଼ଉଛି ଆଉ ଆଶ୍ରମ ଦେଖୁଛି। କ'ଣ କରିବେ, ଆମେ ଦେଖିବାକୁ ପାଉଛୁ ଝିଅମାନେ ସମସ୍ତେ ରଜ ଗୋଟେ ବିଭିନ୍ନ ମାହୋଲରେ ସେଲିବ୍ରେସନ୍ କରୁଛନ୍ତି, କିନ୍ତୁ ଆପଣ ଏଠି ଆସିକି ଛୋଟ ଛୁଆଙ୍କୁ ପାଠ ପଢ଼ାଉଛନ୍ତି, ବୃଦ୍ଧାବୃଦ୍ଧି ଯେଉଁମାନେ ଅଛନ୍ତି ତାଙ୍କୁ ସମୟ ଦେଉଛନ୍ତି, ନିଆରା ଢଙ୍ଗରେ ଆପଣ ରଜଟା ପାଳୁଛନ୍ତି। ଏତେ ସୁନ୍ଦର ମାନଭାବନା କେମିତି ଆସିଲା? ଆକ୍ଚୁଆଲି ତ ମୁଁ ପ୍ରତିବର୍ଷ ପ୍ରାୟତଃ ଗାଁରେ ହିଁ ଯାଇକି ପାଳେ, ଆଉ ଏଇ ବର୍ଷ ମୋର ଏଇଟା ଫାଷ୍ଟ ମୁଁ ଏଠି ଆଶ୍ରମରେ ପାଳିଛି। ବଟ୍ ବହୁତ ଖୁସି ଲାଗୁଛି। ଆମେ ଛୋଟବେଳୁ ଦେଖୁଛୁ କି ଛୋଟ ଛୁଆମାନେ ହିଁ ଆମେ ସମସ୍ତେ କେବଳ ଦୋଳି ଖେଳୁ, କିନ୍ତୁ ଏଠି ଗୋଟେ ଆମର ୟୁନିକ୍ ହେଉଛି କି ଆମର ଏଠି ବୁଢ଼ାବୁଢ଼ୀ ଲୋକମାନଙ୍କୁ ଆମର ଯେତିକି ଅଛନ୍ତି ଆମେ ସମସ୍ତଙ୍କୁ ଦୋଳି ଖେଳୁଛୁ, ଯେଉଁଠିକି ଆମକୁ ସମସ୍ତେ ମାଆ ମାନେ ସମସ୍ତେ ଖେଳନ୍ତି, ଦେଖିଲା ଆଜି ଆମେ ସେମାନେ ମାଆ ମାନଙ୍କୁ ଆମେ ବି ଖେଳୁଛୁ। ତ ଆମକୁ ବି ବହୁତ ଖୁସି ଲାଗୁଛି, ଯେହେତୁ ସେମାନଙ୍କର ବି ଫ୍ୟାମିଲି ଅଛି, କିନ୍ତୁ ସେମାନେ ବହୁତ ମନ ବି ପକାଉଛନ୍ତି ଏ ପର୍ବ ଗୁଡ଼ାକ, ଯେହେତୁ ସେମାନେ ତାଙ୍କ ଛୁଆ ପିଲାଙ୍କ ପାଇଁ ବହୁତ କିଛି କରିଥାନ୍ତି, କିନ୍ତୁ ଆଜି ଆମେ ତାଙ୍କ ପାଇଁ ସେଇଟା କରିପାରୁଛୁ, ସେଥିପାଇଁ ଆମକୁ ବହୁତ ଖୁସି ଲାଗୁଛି। ମୁଁ ହେଉଛି ଡକ୍ଟର ବିଶ୍ୱନାଥ ପଟ୍ଟନାୟକ। ମୁଁ ପଦ୍ମା ହସ୍ପିଟାଲର ପ୍ରତିଷ୍ଠାତା ଫାଉଣ୍ଡର ପରିଚାଳକ। ସାର୍, ଆଜି ଓଡ଼ିଶାର ଗଣପର୍ବ ରଜକୁ ଏଠାକୁ ଆପଣ ଉତ୍କଳମଣି ଗୋପବନ୍ଧୁ ଯେଉଁ ସେବା ସଦନ ଅଛି ବୃଦ୍ଧାଶ୍ରମକୁ ବୁଲିବାକୁ ଆସିଛନ୍ତି। ଏଇଟା ଗୋଟେ ନିଆରା ପ୍ରୟାସରେ ଆରମ୍ଭ ହୋଇଛି, ଆପଣ କେତେ ଖୁସି ଅଛନ୍ତି ଏ ଜାଗାକୁ ଆସିକିରି? ଆରେ ଏ ଜାଗାକୁ ଆସି ତ ମୁଁ ବହୁତ ଖୁସି, କାହିଁକିନା ନୀଲୁ ଖୁଣ୍ଟିଆ ଯେ ଏହାର ଚେୟାରମ୍ୟାନ୍ ପରିଚାଳକ, ସେ ମୋର ବହୁତ ଦିନଠୁ ସେ ମୋର ଚିହ୍ନା ଜଣା, ଆଉ ସେ ମୋର ସାନ ଭାଇ ପରି। ତେଣୁ ସିଏ ମୋତେ କହିଥିଲା ଏ ବିଷୟରେ, ଏଠି ଆଦର୍ଶ ଉତ୍କଳମଣି ଗୋପବନ୍ଧୁଙ୍କ ନାଁରେ ଯେଉଁ ବୃଦ୍ଧାଶ୍ରମ ହେଇଛି, ଏଇ ଯେଉଁ ଅନାଥାଶ୍ରମ ହେଇଛି, ମୋର ବହୁତ ଦିନଠୁ ଦେଖିବାର ଗୋଟେ ଆଶା ଥିଲା। ଆଉ ତାପରେ ସେ ବି ଗୋଟେ ହିଣ୍ଟ ଦେଇଥିଲା, 14 ତାରିଖ ଦିନ ଦୋଳି ଫୋଳି ହେବ, ଆପଣ ଟିକେ ଆସିଲେ ଭଲ ହୁଅନ୍ତା। ମୁଁ ଆଜି ଟାଇମ୍ କରିକି ଡାକ୍ତରଖାନା କାମ ବନ୍ଦ କରିକି ଏଠିକି ଆସି ଖାଲି ନୀଲଖୁଣ୍ଟିଆକୁ ଭେଟିକିରି ଏ ଅନାଥାଶ୍ରମଟାକୁ ଦେଖିବି କେମିତି ପରିଚାଳିତ ହେଉଛି। ଲୋକମାନେ ଯେଉଁ ଅଛନ୍ତି, ଯେଉଁ ଇନମେଟ୍ସ ଏଠି ଲୋକମାନେ କେମିତି ଖୁସିରେ ଅଛନ୍ତି, କ'ଣ ଅଛି। ଆଜି ମୁଁ ଦେଖୁଛି ମାହୋଲଟା ଭଲ ଯାହା ହଉ। ଦୋଳି ଯେଉଁଟାକି ରଜ ଦୋଳି ଆଜି ଖେଳା ହେଉଛି। ରଜ ପର୍ବ ଓଡ଼ିଶାର ହେଉଛି ନିଜସ୍ୱ ପର୍ବ। ଏ ପର୍ବ ଆଉ କେଉଁଠି ନାହିଁ, ୱେଷ୍ଟବେଙ୍ଗଲ ଫଙ୍ଗଲ କେଉଁଠି ନାହିଁ। ଏଇଟା ହେଉଛି ନିଜସ୍ୱ ପର୍ବ। ଲୋକମାନେ ଏଠି 3 ଦିନ 4 ଦିନ ପୁରା ଆନନ୍ଦ ବିଭୋର ହୋଇକି ପାନ ଖାଇ ବୁଲାବୁଲି କରି ଦୋଳି ଖେଳି ଏଇଟାକୁ ଜୀବନକୁ ଉପଭୋଗ ଓଡ଼ିଆମାନେ ଜାଣନ୍ତି, ଆଉ କେହି ଜାଣିନାହାନ୍ତି। ଦେଖିବା ଆଜି ବି ଆପଣ ବି ଏଠିକି ଆସି ଦୋଳି ଖେଳିଲେ, ଆପଣଙ୍କର ପିଲାବେଳ କଥା ଟିକେ ମନେ ପଡ଼ିଯାଇଥିବ। ସାର୍, ପୋଡ଼ପିଠା ପାନ ଖାଇଛନ୍ତି? ପୋଡ଼ପିଠା ଖାଇଛି ସକାଳୁ ଘରେ, ପାନ ଖିଲି ସେଠି ଖାଇଛି। ଯେଉଁ ଆଉ ଗୋଟେ ଜାଗାକୁ ଯାଇଥିଲୁ, ସେଠି ଯାଇକି ମ୍ୟାଡ଼ାମ୍ ଆସିଥିଲେ, MP ବି ଆଜି ଆସିଥିଲେ ସେଠିକି, ବୁଧେଶ୍ୱରୀ କଲୋନୀ କମ୍ୟୁନିଟି ହଲ୍ରେ ବହୁତ ସଜାସଜି ହେଇକି ସେଠି ଗୋଟେ ଫଙ୍କସନ୍ ଚାଲିଛି। ଆପଣ ଏତେ ଆଶ୍ରମ ଯାଇଛନ୍ତି, ଏଇ ଆଶ୍ରମରେ ଦେଖୁଛନ୍ତି ଏଠି ବାପା ମାଆ ମାନେ ଅଛନ୍ତି, କୁନି କୁନି ପିଲାମାନେ ଅଛନ୍ତି, ଦେଖି କ'ଣ ଲାଗୁଛି ଆପଣଙ୍କୁ? ବହୁତ ଉଲ୍ଲସିତ ଲାଗୁଛି, ଖୁସି ଲାଗୁଛି, ଆନନ୍ଦ ଲାଗୁଛି। ବିନା ସରକାରଙ୍କର ସାହାଯ୍ୟ ସହଯୋଗରେ ନୀଲୁ ଭାଇ ଏତେ ବଡ଼ ସୁନ୍ଦର ପ୍ରୟାସ ଦୀର୍ଘ ଦିନ ଧରି ଚଲେଇଛନ୍ତି, ତାକୁ ନୀଲୁ ଭାଇକି ତ ଧନ୍ୟବାଦ ଦେବା କଥା। ସେ ତାଙ୍କର ଏଇମାନେ ବୃଦ୍ଧମାନଙ୍କର ନିରାଶ୍ରୟମାନଙ୍କର ଆଶ୍ରା ଯୋଗାଇ ଦେଇକି ତାଙ୍କ ମନରେ ହସ ଫୁଟାଉଛନ୍ତି। ଏଇଟା ଗୋଟେ ବହୁତ ବଡ଼ କଥା, ତାଙ୍କ ଜୀବନରେ ଏଇଟା ବଡ଼ ଉପଲବ୍ଧି।